ଖରା ଦିନେ ଦହିରେ ଲସି ତ ସମସ୍ତେ ପିଇଥିବେ, କିନ୍ତୁ କେବେ ଆମ୍ବରେ ଲସି ବନେଇକି ଟ୍ରାଏ କରିଛନ୍ତି? ଯଦି କରିନାହାନ୍ତି ଏଇ ଭିଡିଓ ଦେଖିଲା ପରେ ନିହାତି କରିବେ। ନା ତ ଲସି, କିନ୍ତୁ ଦେଖିବାକୁ ପୁରା ଆଇସ୍କ୍ରିମ୍ ପରିକା। ଜୟ ଜଗନ୍ନାଥ, ସୋନି ଯୋଡ଼ିଆ ରେସିପିକୁ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ପ୍ରଥମେ ଲସି ବନେଇବା ପାଇଁ ମୁଁ ଏଠି 1 କେଜି ପାଚିଲା ଆମ୍ବ ନେଇଛି। ତାକୁ ଭଲସେ ଧୋଇକି ପୋଛି ନେଇଛି। ଏବେ ଆମ୍ବକୁ କାଟିଦେବା। ଯଦି ଏଇ ପ୍ରୋସେସରେ ଆମ୍ବରୁ ପଲ୍ପ ବାହାର କରିବେ ତାହେଲେ ସୁବିଧା ହେବ। ଦେଖନ୍ତୁ, ପ୍ରଥମେ ଗୋଟେ ସାଇଜ୍ରୁ କଟ୍ ଲଗାଇବେ, ତାପରେ ତା ଅପୋଜିଟ୍ ସାଇଜ୍ରୁ ଏମିତି କଟ୍ ଲଗାଇକି ସ୍କୋୟାର ସାଇଜ୍ର ସେପ୍ କରିବେ। ତାପରେ ସେଇଟା ବହୁତ ସହଜରେ ଚାମଚରେ ବାହାରି ଆସିବ। ଖରା ଦିନରେ ସବୁଠୁ ପ୍ଲସ୍ ପଏଣ୍ଟ ହେଉଛି ଏଇ ସିଜନରେ ଆମ୍ବ ମିଳେ, ଯେଉଁଟା ମୋତେ ବହୁତ ପସନ୍ଦ। ଆଉ ହଁ, ଆପଣ ଲସି ବନେଇବା ପାଇଁ ଏମିତି ମିଠା ଆମ୍ବ ନେବେ। ଯଦି ଆମ୍ବ ଟିକେ ବି ଖଟା ଅଛି ତାହେଲେ ତାକୁ ଆମକୁ ଆଗକୁ ଗ୍ରାଇଣ୍ଡ କରିବାର ଅଛି, ତ ଗ୍ରାଇଣ୍ଡ କଲାବେଳେ ସେଥିରେ ଟିକେ ଚିନି ପକାଇବେ, ଟେଷ୍ଟଟା ବାଲାନ୍ସ ଆସିଯିବ। ଏବେ ଦେଖନ୍ତୁ, ମୁଁ ସେମ୍ ପ୍ରୋସେସରେ ସବୁ ଆମ୍ବରୁ ପଲ୍ପ କାଢ଼ି ନେଉଛି। ଏବେ ଆମେ ୟାକୁ ସ୍ମୁଥଲି ଗ୍ରାଇଣ୍ଡ କରିନେବା। ଆପଣ ଚାହିଁଲେ ୟାକୁ ମ୍ୟାଶ୍ କରିପାରିବେ, କିନ୍ତୁ ଗ୍ରାଇଣ୍ଡ କଲାବେଳେ ପାଣି ଦେବେନି। ଏବେ ଦେଖନ୍ତୁ, ମୁଁ ଏଠି ପାଖାପାଖି 500 ଗ୍ରାମର ବସା ଦହି ନେଇଛି। ସେଥିରେ ଦେବା 2 ଚାମଚ ଚିନି। ଆପଣ ନିଜ ଟେଷ୍ଟ ହିସାବରେ ଚିନି କମ୍ ଅଧିକା କରିପାରିବେ, କିନ୍ତୁ ଦହିଟା ଫ୍ରେଶ୍ ନେବେ, ଖଟା ଦହି ନେବେନି। ଏବେ ୟାକୁ ମିକ୍ସ କରିଦେବା ଯେମିତି କିଛି ଲମ୍ପସ୍ ନ ରହିବ। ମୁଁ ଲସି ଟିକେ ଗାଢ଼ା ବନାଉଛି, ସେଥିପାଇଁ ହୁଇସ୍କରରେ ମିଶାଉଛି। ଆପଣଙ୍କୁ ଯଦି ଲସି ପତଳା ପସନ୍ଦ ତାହେଲେ ଚିନି ଦେଇକି ଦହିକୁ ଟିକେ ଗ୍ରାଇଣ୍ଡ କରିନେବେ। ଏବେ ଦହିରେ ଗ୍ରାଇଣ୍ଡ କରି ରଖିଥିବା ଆମ୍ବ ଦେଇଦେବା ଆଉ ତାକୁ ମିକ୍ସ କରିଦେବା। ଆମ୍ବ ଟିକେ ସାଇଜ୍ରେ ଛୋଟ ଥିଲା, ତ ମୁଁ 500 ଗ୍ରାମର ଦହି ପାଇଁ 6ଟା ଆମ୍ବ ନେଇଛି। ଯଦି ଆପଣ ବଡ଼ ସାଇଜ୍ର ଆମ୍ବ ନେଉଛନ୍ତି ତାହେଲେ 3ଟା ଯଥେଷ୍ଟ ହେବ। ଏବେ ଦେଖନ୍ତୁ, ପ୍ରଥମେ ମିଶାଇଲା ବେଳେ ଗୋଟେ କଲର୍ ଥିଲା, ଆଉ ଏବେ ଭଲସେ ମିକ୍ସ ହେଲା ପରେ କଲର୍ ଟିକେ ଲାଇଟ୍ ହେଇଗଲା। ଏବେ ଆମେ ୟାକୁ କିଛି ଟାଇମ୍ ପାଇଁ ଫ୍ରିଜରେ ରଖିଦେବା, ଟିକେ ଥଣ୍ଡା କରିବା ପାଇଁ। ଏବେ ଆମେ ୟାକୁ ସର୍ଭ କରିବା। ଫାର୍ଷ୍ଟ ଗ୍ଲାସ୍ରେ ଦେବା କିଛି ଆମ୍ବ ରସ। ସେତେବେଳେ ଆମ୍ବକୁ ଗ୍ରାଇଣ୍ଡ କଲା ପରେ ଆଉ ଦହିରେ ଚିନି ମିକ୍ସ କଲା ପରେ ସେଇଥିରୁ ଟିକେ ଟିକେ ରଖିଦେଇଥିଲି। ୟାକୁ ଏବେ ଦହି ଦେଇଦେବା ୟା ଉପରେ, ସାଇଡ଼୍ରେ ବି ଟିକେ ଦହି ଲଗାଇଦେବା। ୟାକୁ ଟିକେ ଡେକୋରେଟ୍ କରିବା ପାଇଁ ଦେଖିବାକୁ ସୁନ୍ଦର ଲାଗିବ। ଦହି ଉପରେ ଏବେ ଦେବା କିଛି କଟା ହେଇଥିବା ଆମ୍ବ, ଯେମିତି ଲସି ପିଇଲା ବେଳେ ଖଣ୍ଡେ ଖଣ୍ଡେ ଆମ୍ବ ପାଟିକୁ ଆସିଲେ ଟେଷ୍ଟଟା ଆଉ ଟିକେ ଭଲ ଆସିବ। ଏବେ ଦେଇଦେବା ଆମର ଲସି। ଫ୍ରିଜରେ ରଖିଲା ପରେ ପୁରା ସେଟ୍ ହେଇଯାଇଛି। ଏବେ ତା ଉପରେ ଦେବା 1 ଚାମଚ ସର, ଯେଉଁଟାକି ଦହି ବସିଲା ପରେ ତା ଉପରେ ପଡ଼େ। ଯଦି ନାହିଁ ତାହେଲେ ଆଇସ୍କ୍ରିମ୍ ବି ଦେଇପାରିବେ। ଏବେ କିଛି ଡ୍ରାଏ ଫ୍ରୁଟ୍ସ ଦେଇଦେବା ୟା ଉପରେ, କାଜୁ ପିସ୍ତା ଗୁଣ୍ଡ। ଆଉ ଏବେ ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ। ଆଉ ଖରା ଦିନରେ ଆମ୍ବର ପୁରା ଫାଇଦା ଉଠାନ୍ତୁ। ଲସି ଦେଖିବାକୁ ତ ପୁରା ଆଇସ୍କ୍ରିମ୍ ପରି ଲାଗୁଛି, ପିଇବାକୁ ବି ସେତିକି ଟେଷ୍ଟି। ଥରେ ନିହାତି ଟ୍ରାଏ କରନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ। ଆଗକୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।